ଗୋଟେ ଗପ କହିବା। ଗପଟିର ନାମ ବଉଳା ଗାଈ। ଗାଈ ଦେଖିଛ? ଗାଈର କେତେଟା ଗୋଡ଼? ଚାରିଟା ଗୋଡ଼। ଚାରିଟା ଗୋଡ଼? ତାହେଲେ ଗାଈର ଚାରିଟା ଗୋଡ଼ ନା? ତାର ବି ଦୁଇଟି କାନ ଅଛି, ଗୋଟିଏ ପାଟି ଅଛି, ଦୁଇଟା ଶିଙ୍ଗ ଅଛି। ଆଉ ଗାଈ ପିଲେ କଣ ଦେଇକିରେ? କ୍ଷୀର। କ୍ଷୀରରୁ କଣ ହୁଏ? ଦହି। ଦହିରୁ କଣ ହୁଏ? ଲହୁଣୀ। ଥ୍ୟାଙ୍କ ୟୁ। ଲହୁଣୀରୁ କଣ ହୁଏ? ହଁ କୁହ କୁହ। ଘିଅ। ଥ୍ୟାଙ୍କ ୟୁ। ତମ ପାଇଁ ଜୋର ଦରକାର ହେଇଗଲା। ତାହେଲେ ଏତେ ସାରା ଗାଈ ଆମକୁ ଦିଏ। ପୁଣି ଗୋବର ଦିଏ, ଯୋଉଟା ଘଷି କରା ହୁଏ, ଜାଳେଣୀରେ ବ୍ୟବହାର କରାଯାଏ। ଜାଳ ହୁଏ ଘଷି ଦ୍ୱାରା। ଗାଈ ହଉଛନ୍ତି ଆମର ଗୋରୁ ମାତା। ତେଣୁକରି ଆମେ ସେ ଗୋରୁ ମାତା ବିଷୟରେ ଗପଟେ କହିବା। ଗୋଟିଏ ଗାଈଟିର ନାମ ବଉଳା। ତାର ଦୁଇଟି ଛୁଆ ଥିଲା। କେତେଟି ଛୁଆ? ଛୁଆ। ଛୁଆ ଦେଖିକି ଘରେ ବାନ୍ଧି ଦେଲା, ଚରିବା ପାଇଁ ଗଲା। ପାଟି କରେନି? ହଁ ଅଛି, ଦିଟା ଗାଈ ଅଛି ନା? ହଁ। ଚରିବାକୁ ଚରି ଯାଉ ଯାଉ ଜଙ୍ଗଲ ଭିତରେ ପଶି ଯାଇଛି। ଆଉ ବାଘ ମାମୁଁର ଜଙ୍ଗଲ ବୋଲି ଜାଣିନି। କିଏ ସେ? ବଉଳା ଗାଈ। ବାଘ ଆଇଲା। ବାଘ କେମିତି ଦୌଡ଼ିଗଲେ? କହିଲା, ଏ ତୁ କିଏ? ନା ମୁଁ ବଉଳା। କଣ କରୁଛୁ? ମୁଁ ଚରିବାକୁ ଆଇଥିଲି। ନା ମୁଁ ତତେ ଖାଇବି। କିଏ କହିଲା? ବାଘ। ନା ମୁଁ ତତେ ଖାଇବି। 4 ଦିନ ହେଲା ମୁଁ ଭୋକିଲା ଅଛି, ମୁଁ ତତେ ଆଜି ଖାଇବି। ବଉଳା କହିଲା ନାଇଁ, ମୋ ହାତ ଯୋଡୁଛି, ମୋର ଟିକି ଟିକି ଛୁଆ ଦିଟା ଅଛନ୍ତି, ମୁଁ ତାଙ୍କୁ କ୍ଷୀର ଦେଇକି ଆସିଲି, ତମେ ମତେ ଖାଇବ। ତୁ ମିଛ କହୁଛୁ। ବାଘ କହିଲା ତୁ ମିଛ କହୁଛୁ, ତତେ ମୁଁ ଆଜି ଖାଇବି। ସତ ସତ 3 ବାର ସତ କରିକି କହୁଛି, ମତେ ଛାଡ, ମୋ ଛୁଆ ଟିକେ କ୍ଷୀର ଖାଇଦେଲେ ମୁଁ ଆସିବି। ବାଘର ମନରେ ଦୟା ହେଲା। ବାଘ କହିଲା ହଉ ତୁ ଯା, ମୁଁ ଜଗିକି ବସିଛି, ତୁ ଆଇଲେ ମୁଁ ତତେ ଖାଇବି। ଗାଈ ଗଲା, ପିଲାମାନଙ୍କ ପାଖକୁ ଗଲା। କହିଲା ଧନରେ ମୁଁ ଆଉ ଦେଖା ହେଇପାରିବିନି, ଟିକେ କ୍ଷୀର ଖାଇଦିଏ, ଆଉ ତମେ 2 ଜଣ ଥା, ମୁଁ ଗଲେ ମତେ ବାଘ ମାମୁଁ ଖାଇବ। ଗାଈ କାନ୍ଦୁଥାଏ, ପିଲାଙ୍କୁ କ୍ଷୀର ଦେଇଦେଲା, ଗେଲ କରିଦେଲା। ଗେଲ କରିଦେଇ କଣ କଲା? ଗେଲ କରିଦେଲା, ଗେଲ ଉତ୍ତର କରିଦେଲା, ତା ଛୁଆଙ୍କୁ ଛାଡ଼ିଲା। ଛାଡ଼ିକିରି ସେଇଠୁ ଗଲା। କୋଉଠି ଗଲା? ଜଙ୍ଗଲ ଭିତରକୁ ଗଲା ବେଳକୁ ବାଘ ମାମୁଁ ବଇଛି। କହିଲା ବାଘ ମାମୁଁ ତମେ ଏଥିରେ ମତେ ଖାଅ, ମୁଁ ଦେଇଥିବା କଥା ରଖିଛି। ବାଘର ମନ ତରଳି ଗଲା। କହିଲା ନା ଲୋ ବଉଳା, ମୁଁ ତତେ ଆଉ ଖାଇବିନି। କାହିଁକି ନା ତୁ ଦେଇଥିବା କଥା ରଖିଛୁ, ସତ ରଖିଛୁ। ତୁ ଯାଇକି ତୋ ଛୁଆକୁ କ୍ଷୀର ଦେଇକି ପୁଣି ଆସିଛୁ ମୋ ପାଖକୁ। ଆଜିଠାରୁ ମୁଁ ଏ ଜଙ୍ଗଲ ଛାଡ଼ି ପଳେଇ ଯିବି। ତୁ ତୋ ପିଲାମାନଙ୍କୁ ନେଇକି ଖୁସିରେ ରୁହ। ବୁଝିହେଲା? ସେଇ ଦିନଠାରୁ ଗାଈ ଜଙ୍ଗଲ ଛାଡ଼ିକି ପଳେଇଗଲା। ବାଘ ପଳେଇଗଲା। ଗାଈ ଆସିକି ତା ପିଲାମାନଙ୍କୁ ଧରି ଖୁସିରେ ରହିଲା।